विनाश प्राप्त हेउथिबा लोकमानक पई क्रूसर कथा मूर्खता किंतु परित्राण प्राप्त हेउथिबा लोकमानक पई ताहा ईश्वरक शक्ति। क्रूसरे थिबा सात गोटी शक्ति बा आशीर्वादर कथा मु आपनको कहिबी। कम समय भितर आमे सारिबा जेहेतु क्रूस आमर दर्पर विषय अटे। कलसियो 2 अध्याय ताहार 14 पदरे क्रूसरे विजयर यात्रा जीशु करिसेंती। परंतु पुणी विधि विधान रे आममानंक विरुद्धरे जे अभियोग पत्र थिला ताहा से लोप करी क्रूसरे टंगाई दे आममानंक पथरु दूर करी देई अछंती। हां तळको समस्त अधिपत्य और कर्तापण अस्त्र शस्त्र छड़ाई प्रकाश रे सेमानंक प्रदर्शन रूपक प्रदर्शन पूर्वक क्रूसरे विजय यात्रा करी अछंती। क्रूसरे शयतानर सब अस्त्र शस्त्र को जीशु छड़ाई देले। केतेबेले जणे अन्य जनकर अस्त्र को छड़ाई नेबो। आमे कि दाऊद गोलियाद रो घटना देखुनाओ। जेतेबेले गोलियाद हारी गले सेतेबेले दाऊद ताहार खड्ग ताठारु छड़ाई नेले आउ ताहार मस्तक छेदन कले। समस्ते बसी जांतु। अल्प समय आमे वाक्य अध्ययन करिबा। सुस्थिर हुंतु, चलाबुला करंतु नाही। प्रभु को नाम धन्यवाद हो। तामाने प्रभु जीशु ख्रीस्ट क्रूसरे जो एलोही एलोही लमा सबक्तानी चित्कार कले, क्रूसरे रक्ताक्त हो गले, क्रूसरे प्राण त्याग कले। एहा न जानिथिबा अज्ञ लोक मानक पई एक दया प्रदर्शन करिबा परि एक विषय मन को आसे। किंतु जीशु ख्रीस्ट क्रूसरे से हारी गला परि देखा गले, किंतु शयतान भलरे जानिछि जीशु ख्रीस्ट क्रूसरे ताहार मस्तक को चूर्ण करिदेले। आदि पुस्तक 3:15 पद को पढ़ंतु। आउ आम्बे तुमर और नारीर मध्यरे पुणी तुम वंश और तांक वंश मध्यरे गौरभाव जन्माइबा। से तुमर मस्तक को आघात करिबे और तुम्बे ताहांक गोइठी की आघात करिबो। प्रभु जीशु ख्रीस्ट शयतानर मस्तक को चूर्ण करिबे बोली भाववाणी आदि 3:15 रे लिखा थिला। आउ जीशु ख्रीस्ट क्रूसरे झुलिले। आउ से क्रूसरे झुलुथिबा अवस्थारे शुणंतु, जे पर्यंत रक्त झरी नाही शयतानर शक्ति नष्ट हेई नथिला। जेतेबेले रक्त झरिबाकू लागिला, जेतु से रक्तरे शक्ति थिला, क्रूसर कथा बिना जीशुंक रक्तरे क्रूसर कथा मूल्यहीन अटे। एणु प्रभु लोक माने क्रूसर जो रक्त ताहा आम परी रक्त नथिला। कहीं आमर रक्त हेबलंक रक्त, आदमंक रक्त। आमर रक्त रे क्रोध, दोष, अभिलाष, पाप, मंदता, कामुकता समस्त दूषित विषय रही।
କିନ୍ତୁ ଈଶ୍ୱରଙ୍କ ପୁତ୍ରଙ୍କ ରକ୍ତ ସେଠାରେ ତିଳେ ମାତ୍ର ପାପର ଲେଶ ନାହିଁ। ତାହା ପବିତ୍ର ରକ୍ତ, ତାହା ଈଶ୍ୱରଙ୍କ ରକ୍ତ। ସେଇ ରକ୍ତ ଶୟତାନ ଚାହୁଁନଥିଲା କି ତାହା ସେ କ୍ରୁଶରେ ଝରାନ୍ତୁ, ସେ କ୍ରୁଶରେ ନ ଚଢ଼ନ୍ତୁ। ଏଣୁକରି ପିତରଙ୍କ ମୁଖ ଦେଇ ମାଥିଉ 16 ଅଧ୍ୟାୟରେ ସେ କହିଲା କି ହେ ପ୍ରଭୁ, ଆପଣ ଏପରି କଷ୍ଟ ଭୋଗ ନ କରନ୍ତୁ। ତାହାର 21-22 ଦେଇଛି, ଯଦି ଆପଣ ପଢିବା ଦରକାର ନାହିଁ। ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ଆପଣ ଏହି ପ୍ରକାରର କ୍ଲେଶ ଭୋଗ ନ କରନ୍ତୁ ବୋଲି ପିତର କହୁଛି। ଯୀଶୁ ବୁଲି ପଡ଼ି କହିଲେ, ଦୂର ସହିତ। ତାମାନେ ଶୟତାନ ଚାହୁଁନଥିଲା ଯୀଶୁ କ୍ରୁଶରେ ରକ୍ତ ଝରାନ୍ତୁ, କାହିଁକି ସେ ରକ୍ତରେ ଶକ୍ତି ଥିଲା। ଆଉ ଯେତେବେଳେ କଣ୍ଟାର ମାଡ଼ ବାଜିଲା, ଗୋଟିଏ ପ୍ରହାର ହୁଅନ୍ତେ ଶୟତାନର ମସ୍ତକ ଚୂର୍ଣ୍ଣ ହେବାକୁ ଲାଗିଲା। ଆଉ ଗୋଟିଏ ଟୋପା 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 ରକ୍ତ ଝରନ୍ତେ ଶୟତାନ କ୍ରମାନୁସାରେ ପରାଜିତ ହୋଇ ଦୁର୍ବଳ ହୋଇ ତାର ମସ୍ତକ ଚୂର୍ଣ୍ଣ ହେଇଗଲା। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଶୟତାନକୁ ପରାଜୟ କଲେ, ଆଉ ତାର ସବୁ ଅସ୍ତ୍ର ଶସ୍ତ୍ର ଛଡାଇ ଦେଇ ସେ କ୍ରୁଶରେ ବିଜୟ ଯାତ୍ରା କଲେ। ହାଲେଲୁୟା, ହାଲେଲୁୟା। ତାମାନେ କ୍ରୁଶର କଥା ହେଉଛି ଶୟତାନକୁ ପରାଜୟ କରିକି ମାନବ ଜାତି ନିମନ୍ତେ ବିଜୟର ଯାତ୍ରା ଆରମ୍ଭ କରିବାର କଥା। ଏହା କ୍ରୁଶ ବିନା ହେଇପାରିନଥାନ୍ତା। ଏଣୁକରି ପରମେଶ୍ୱରଙ୍କ ପୁତ୍ର ଆସିକି କ୍ରୁଶରେ ବଳି ହେଲେ, ରକ୍ତ ଝରାଇଲେ, ଆଉ ସେ ରକ୍ତର ଶକ୍ତିରେ ଶୟତାନ ପରାଜିତ ହେଲା। ଏଣୁ ଆଜି ମଧ୍ୟ ଶୟତାନ ଭୟ କରେ ସେ ରକ୍ତକୁ, ଶୟତାନ ଭୟ କରେ ସେ ନାମକୁ। ଯେହେତୁ ଈଶ୍ୱରଙ୍କ ଲୋକମାନେ କ୍ରୁଶରେ ବହାଇବା ରକ୍ତ ହିଁ ତାର ମସ୍ତକକୁ ଚୂର୍ଣ୍ଣ କରିଦେଇଛି। ଏଣୁ ପାଉଲ କହିଲେ, ସେହି କ୍ରୁଶର କଥା, ଯେଉଁ କଥାରେ ଶକ୍ତି ଅଛି। କି ଶକ୍ତି? ଯୀଶୁଙ୍କ ରକ୍ତର ଶକ୍ତି। ଯେଉଁ ରକ୍ତ ଶୟତାନର ମସ୍ତକ ଚୂର୍ଣ୍ଣ କରିଦେଲା, ତାର ସବୁ ଅସ୍ତ୍ର ଶସ୍ତ୍ର ଛଡାଇ ଦେଇ ପରମେଶ୍ୱର ବିଜୟ ଯାତ୍ରା ଆରମ୍ଭ କଲେ। ତାମାନେ କ୍ରୁଶ ନିକଟକୁ ଆସିକି ସେ ରକ୍ତକୁ ଯେଉଁମାନେ ନିଜସ୍ୱ କରନ୍ତି, ସେମାନେ ଆଜି ମଧ୍ୟ ଶୟତାନ ଉପରେ ବିଜୟ ପ୍ରାପ୍ତ ହୁଅନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କ୍ରୁଶର ରକ୍ତରେ ଆମମାନଙ୍କୁ ଶୟତାନ ଉପରେ ଜୟ ଅଛି। ଏଣୁ ପ୍ରକାଶିତ 12:11 ପଦ ଟିକେ ପଢନ୍ତୁ ଜଲ୍ଦି। ଆଉ ସେମାନେ ମେଷ ଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାଙ୍କୁ ଜୟ କରିଅଛନ୍ତି। ଶୟତାନକୁ ମେଷ ଶାବକଙ୍କ ରକ୍ତ ଦ୍ୱାରା ଜୟ କରିଛନ୍ତି। ତାମାନେ ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ଯେତେବେଳେ ଆପଣ ଶୟତାନ ନିଜ ଘର ଭିତରେ କାମ କରୁଥିବାର ଅନୁଭବ କରିବେ, ଯେତେବେଳେ ଆପଣଙ୍କର ପରିବାର ଭିତରେ କାମ କରେ, ଯେତେବେଳେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ କାମ କରେ, ଆପଣ ପବିତ୍ରତା ସହିତ ଯୀଶୁଙ୍କ ରକ୍ତରେ ତାକୁ ଧମକ ଦିଅନ୍ତୁ, ଶୟତାନ ପରାଜିତ ହୋଇଯିବ। କିନ୍ତୁ ନିଜେ ପବିତ୍ର ରହିବାକୁ ପଡିବ। ଆଉ ଯୀଶୁଙ୍କ ରକ୍ତ ପବିତ୍ର ରକ୍ତ ଅଟେ। ଏକ ପବିତ୍ର ବ୍ୟକ୍ତିର ଜିହ୍ୱାରୁ ପବିତ୍ର ରକ୍ତର ଅଧିକାର ବ୍ୟବହାର ଶୟତାନକୁ ସମ୍ପୂର୍ଣ୍ଣ ପରାଜୟ କରିବ। ଯେହେତୁ ସାଧୁମାନେ ମେଷ ଶାବକଙ୍କର ରକ୍ତ ଦ୍ୱାରା ଶୟତାନକୁ ଜୟ କରିବେ। ଯୀଶୁ ନିଜେ କ୍ରୁଶରେ ଶୟତାନକୁ ଜୟ କଲେ, ଆଉ ସେ ରକ୍ତ ଆମକୁ ଦେଇକି ଚାଲିଗଲେ। ଆମେ ସେ ରକ୍ତ ଦ୍ୱାରା ଶୟତାନକୁ ଜୟ କରିବା। ତାମାନେ କ୍ରୁଶରେ ସମ୍ପୂର୍ଣ୍ଣ ବିଜୟର ରହସ୍ୟ ଲୁଚିକି ଅଛି। ହାଲେଲୁୟା, ହାଲେଲୁୟା। ଏହା ହେଲା କ୍ରୁଶର ପ୍ରଥମ ଶକ୍ତି। ଦ୍ୱିତୀୟ ଶକ୍ତି ବହୁତ ଅଛି, କିନ୍ତୁ ସମୟ ମତେ ଅନୁମତି ଦେଉନାହିଁ। ଦ୍ୱିତୀୟ ଶକ୍ତି, କ୍ରୁଶରେ ପରମେଶ୍ୱର ଶାନ୍ତିକୁ ନିର୍ମାଣ କଲେ। କଲୋସିୟ 1:20 ପଦକୁ ପଢନ୍ତୁ।
पुणी ताहांको क्रूसर रक्तरे से शांति स्थापन करी ताहांको द्वारा आपणा सहित समस्तर मिलन करती। हाँ, ताहांको द्वारा पृथ्वी बा स्वर्ग रे स्थित समय समय विषय रे मिलन करती। समय लेखा अछि आउ थरे पढ ठीक रे। पुणी ताहांको क्रूसर रक्तरे से शांति स्थापन करी ताहांको द्वारा आपणा सहित समस्तर मिलन करती। हाँ, ताहांको द्वारा पृथ्वी और स्वर्ग रे स्थित समस्त विषयर मिलन करती। हालेलुया, जोरे कहबा हालेलुया। बोलो यीशु प्रभु की। प्रेज द लॉर्ड। क्रूसर द्वितीय मिराकल, क्रूसर द्वितीय आशीर्वाद, क्रूसर रक्त रे से शांति को निर्माण कले। ओडिया बाइबल रे शांति को स्थापन कले लेखा अछि, ताहा भूल तर्जमा थे। जदि आपण किंग जेम्स वर्जन को देखिबे, हैविंग मेड पीस थ्रू द ब्लड ऑफ हिज क्रॉस, ही मेड पीस। ता माने यीशु ख्रीष्ट आपणार गोटिए गोटिए बिंदु बिंदु रक्त झराइबा द्वारा दुनिया रे शांति को तैयारी कले। आमे अनेक सामग्री किनिला बेले देखो मेड इन इंडिया, मेड इन जापान, मेड इन चाइना। शुणु, दुनिया रे जेते देश जहाँ भी तैयारी करे सबु क्षय पाइब, किंतु शांति तैयारी करिबा पाई कोनोसी देशर शक्ति नाई। किंतु गोटिए जगारे परमेश्वर आपणार रक्त झराइले, आउ जेते बेले से रक्त झरिबा को लागिला, से पृथ्वी रे शांति तैयारी कले प्रभु लोक माने। ता माने क्रूसर रक्त जे स्थान रे काम करिबा को लागे सकल शांति दूर हेबा को लागिबो, आउ शांति स्थापन हेबा को लागिबो। क्रूसर रक्त शांतिर स्रोत अटे। से रक्त रे थिबा शांति एहीपरि शांति से अशांतिर कर्ता को ताहा दଳି पकाए। अशांतिर कर्ता किए? रोमियो 16:19-20 पद टिके पढ़ंतु। जेणु तुम मानक आज्ञाबहतार कथा समस्त लोकंक मध्य व्यापी जाई अछि, अतएव मु तुम मानक निमंते आनंद करूछि। किंतु तुमे माने जेपरि सत विषय रे ज्ञानी और असत विषय रे अमायक हुओ, एहा मोहर इच्छा। आउ शांतिदाता ईश्वर शैतान को शीघ्र तुम मानक पाद तले दଳି पकाइबे। आम मानक प्रभु जीशुंकर अनुग्रह तुम मानक सहवर्ती हेउ। क्रूसीय रक्त रे शांति को तैयारी कले, आओ से शांतिदाता हेले। जिसाय तार 9 अध्याय 6 रे जेतेबेले प्रभु जीशु ख्रीष्ट जन्म ग्रहण करिबार भाववाणी लेखा गला, ताहांको नाम आश्चर्य, मंत्री, पराक्रांत परमेश्वर, अनंतकालीन पिता, आउ शेषरे शांतिर राजा। ओडिया रे राजा, हिंदी रे राजकुमार। प्रभु जीशु ख्रीष्ट जन्म हेले शांतिर राजत्व करिबा पाई, किंतु शांति तैयारी न हेले शांति रे राजत्व करिबे केमिति? शांति तैयारी न हेले शांति देबे केमिति? प्रभु लोक माने जन्म हेले शांतिर राजा भावरे, किंतु शांति तैयारी होई नथिला। शांति क्रूसर रक्त रे तैयारी कले, आउ से शांति को से जेते बेले दियंती। रोमियो 16:20 रे पढुछु, शांतिदाता ईश्वर
শীঘ্র শয়তানକୁ পাদ তଳେ দଳି ପକାଇବେ। ତାର ଅର୍ଥ ଶାନ୍ତି ଯଦି ଆପଣ ପାଇବେ ଶୟତାନ ପାଦ ତଳେ ଦଳି ହେଇଯିବ। ଆଜି ଅନେକ ଘର ମାନଙ୍କରେ ସ୍ୱାମୀ ସ୍ତ୍ରୀର ଅଶାନ୍ତି, ଶୟତାନ ରାଜତ୍ୱ କରୁଛି। ପାଦ ତଳେ ନାହିଁ ଶୟତାନ, ଶୟତାନ ଲୋକମାନଙ୍କୁ ପାଦ ତଳେ ରଖିଛି। ଅନେକ ଘରେ ପୁଅ ବହୁର ଅଶାନ୍ତି, ଶାଶୁ ବହୁର ଅଶାନ୍ତି, ଅନେକ ଘରେ ପିଲାମାନଙ୍କ ସହିତ ମା ବାପା ମାନଙ୍କର ଅଶାନ୍ତି, ମଣ୍ଡଳୀ ମାନଙ୍କରେ ବିଶ୍ୱାସୀ ଭିତରେ ଅଶାନ୍ତି, ଦେଶରେ ଜାତି ଜାତି ଭିତରେ ଅଶାନ୍ତି, ଧର୍ମକୁ ନେଇ ଅଶାନ୍ତି। ପ୍ରଭୁଙ୍କ ଲୋକମାନେ ପ୍ରତିଟି ସ୍ଥାନରେ ଅଶାନ୍ତିର ବାତାବରଣ ଆରମ୍ଭ ହୋଇଯାଇଛି। ଅଶାନ୍ତି ଭୟଙ୍କର ମାତ୍ରାରେ ରାଜତ୍ୱ କରୁଛି। ଲୋକେ ସୁଇସାଇଡ କରୁଛନ୍ତି, ଲୋକେ ଆତ୍ମହତ୍ୟା କରିକି ମରି ଯାଉଛନ୍ତି, ଅଶାନ୍ତିକୁ ସହି ପାରୁନାହାନ୍ତି। କିନ୍ତୁ ଯୀଶୁ ଖ୍ରୀଷ୍ଟ ଧରା ପୃଷ୍ଠକୁ ଆସିକି କହିଲେ, ପୃଥିବୀ ଯେପରି ଦିଏ ସେପରି ନାହିଁ, ମୁଁ ଆପଣାର ଶାନ୍ତି ତୁମମାନଙ୍କୁ ଦେବାକୁ ଯାଉଅଛି। ପ୍ରଭୁଙ୍କ ଲୋକମାନେ ଅଭାବରେ ଥିଲେ ମଧ୍ୟ ମନରେ ଶାନ୍ତି, ଖାଇବାକୁ ନଥିଲେ ମଧ୍ୟ ମନରେ ଶାନ୍ତି, ପିନ୍ଧିବାକୁ ନଥିଲେ ମଧ୍ୟ ମନରେ ଶାନ୍ତି। ଯେହେତୁ ଶାନ୍ତିର ରାଜା ଆପଣ କୃଷ୍ଣ ରକ୍ତ ଦ୍ୱାରା ଶାନ୍ତି ପ୍ରଦାନ କରନ୍ତି। ଏଣୁକରି କଲୋସିୟ 3:15 ସେ ଏହି ପ୍ରକାର କହନ୍ତି କି ଖ୍ରୀଷ୍ଟଙ୍କର ଶାନ୍ତି ତୁମେମାନେ ଭୋଗ କରିବା ନିମନ୍ତେ ଆହୁତ ହୋଇଅଛ। ପ୍ରଭୁଙ୍କ ଲୋକମାନେ ସେ ଶାନ୍ତିକୁ ଭୋଗ କରିବାକୁ ପଡ଼ିବ। ଆଜି ଲୋକମାନଙ୍କ ଜୀବନ କେତେ ଅଶାନ୍ତ ଅଟେ। ଯଦି କୃଷରେ ଶାନ୍ତିକୁ ତିଆରି କଲେ ଆମେ କେବେ ପାଇବୁ ସେ ଶାନ୍ତି? କୃଷର ଦ୍ୱିତୀୟ ଆଶୀର୍ବାଦ ହେଲା ଶାନ୍ତି। ତୃତୀୟ ଆଶୀର୍ବାଦ, କୃଷରେ ସେ ଏକତାର କର୍ମ କରିଗଲେ। ଏଫେସୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର, ପରନ୍ତୁ ତାହାର 13, 14, 15, 16 ଦୁଇ ଅଧ୍ୟାୟ 13, 14, 15, 16। କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। କାରଣ ସେ ତ ଆମମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି। ପୁଣି ବିଧି ବିଧାନ ଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି। 16 ଆଉ କୃଷ ଦ୍ୱାରା ଶତ୍ରୁତା ବିନାଶ କରି ତ ଦ୍ୱାରା ଉଭୟକୁ ଏକ ଶରୀର ରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। କୃଷରେ ଯଦି ଯୀଶୁ ମରି ନଥାନ୍ତେ, ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ଏକତା ସ୍ଥାପନ ହୋଇପାରିନଥାନ୍ତା। ମଣିଷ ଈଶ୍ୱର ମଧ୍ୟରେ ଏକତା ଏଦନ ଉଦ୍ୟାନରେ ଭଙ୍ଗ ହେଲା। କିଏ ଭଙ୍ଗ କରାଇଲା? ଶୟତାନ ମଣିଷକୁ ପାପରେ ପକାଇ ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟର ଐକ୍ୟତାକୁ ସେ ନଷ୍ଟ କଲା। ପରମେଶ୍ୱର ଆଉ ମନୁଷ୍ୟ ସହିତ କଥୋପକଥନ କଲେ ନାହିଁ। କିମ୍ବା ଦିନାବସାନ ସମୟରେ ଏଦନ ଉଦ୍ୟାନରେ ଗମନାଗମନ କଲେ ନାହିଁ। ମଣିଷ ଈଶ୍ୱର ମଧ୍ୟରେ ଆଉ ମିଳନ ରହିଲା ନାହିଁ। ଶୟତାନ ଧୂର୍ତ୍ତତାରେ ହବାକୁ ଭୁଲାଇଲା, ଆଉ ପାପ କରାଇକି ପରମେଶ୍ୱର ମନୁଷ୍ୟର ଐକ୍ୟତାକୁ ନଷ୍ଟ କଲା। ଯେଉଁ ଶୟତାନ ଏକତାକୁ ବିଗାଡ଼ି ଦେଇଛି, ପରମେଶ୍ୱର ଚାହିଁଲେ ସେ ଏକତାକୁ ଆଉ ଥରେ ସୃଷ୍ଟି କରିବା ପାଇଁ। ବିଚ୍ଛିନ୍ନ ହୋଇଥିବା ମଣିଷ ଏବଂ ଦୂରରେ ମଣିଷ ଠାରୁ ଥିଲେ ଯେ ପରମେଶ୍ୱର
ଉଭୟଙ୍କୁ ଏକ କରିବା ପାଇଁ ହେଲେ ଯେଉଁ ଶୟତାନ ବିଭିନ୍ନତା ଆଣିଛି, ଏକତା ଭଙ୍ଗ କରିଛି, ତାହାକୁ ପରାସ କରିବାକୁ ପଡିବ। ଯୀଶୁଖ୍ରୀଷ୍ଟ କ୍ରୁଶରେ ଶୟତାନକୁ ପରାସ କଲେ। ଆଉ ଯେଉଁ ପାପ ପରମେଶ୍ୱରଙ୍କୁ ମନୁଷ୍ୟ ଠାରୁ ଅଲଗା କରିଦେଇଥିଲା, ସେ ପାପ ନିଜ ଉପରେ ନେଇଗଲେ। ପାପ ଦୂର ହେଲା, ଶୟତାନ ପରାଜିତ ହେଲା। ପାପୀ ମନୁଷ୍ୟର ପାପ ଦୂର ହେବା ଦ୍ୱାରା ପବିତ୍ର ଈଶ୍ୱରଙ୍କ ସହିତ ପାପୀ ମନୁଷ୍ୟକୁ ପବିତ୍ର କରିକି ଉଭୟଙ୍କୁ କ୍ରୁଶର ରକ୍ତରେ ସେ ଏକ କରିଦେଲେ। ତାମାନେ କ୍ରୁଶୀୟ ରକ୍ତରେ, କ୍ରୁଶୀୟ ବଳିଦାନ ଯଦି ହେଇନଥାନ୍ତା, ମଣିଷ କେବେ ବି ଈଶ୍ୱରଙ୍କ ସହିତ ମିଳିତ ହେଇପାରିନଥାନ୍ତା। ଏକ ପାପୀ ମନୁଷ୍ୟ ସବୁଦିନ ପାପୀ ହେଇ ନର୍କ ଚାଲି ଯାଇଥାନ୍ତା। ଜଣେ ମଦୁଆ ସବୁଦିନ ମଦରେ ରହି ନର୍କ ଚାଲି ଯାଇଥାନ୍ତା। ଜଣେ ବ୍ୟଭିଚାରୀ ସବୁଦିନ ବ୍ୟଭିଚାରରେ ରହି ନର୍କ ଚାଲି ଯାଇଥାନ୍ତା। ଜଣେ ଅଶୁଚି, ଜଣେ ମିଥ୍ୟାବାଦୀ, ଜଣେ ନରଘାତକ, ଜଣେ ଅପରାଧୀ, ଜଣେ ଜଣେ ସମସ୍ତ ପ୍ରକାର ଘୃଣ୍ୟ କର୍ମକାରୀ ସବୁଦିନ ପାଇଁ ଘୃଣ୍ୟ କର୍ମରେ ରହି ପାପରେ ରହି ନର୍କ ଚାଲି ଯାଇଥାନ୍ତା। ଯେହେତୁ ଶୟତାନ ଫାଟକ ସୃଷ୍ଟି କରିଥିଲା, ଶୟତାନ ବିଚ୍ଛେଦର କାନ୍ଥ ଠିଆ କରିଦେଇଥିଲା। ମଣିଷ ସେପଟେ, ପରମେଶ୍ୱର ଏପଟେ। ଶୟତାନ ପାପର ଭୟଙ୍କର ଏକ ଫାଟକ ସୃଷ୍ଟି କରାଇ ଦେଇଥିଲା। ଅନୁଗ୍ରହକାରୀ ପରମେଶ୍ୱର ଯୋଜନା କଲେ, ଯେପର୍ଯ୍ୟନ୍ତ ପାପର ପ୍ରାଚୀର ଦୂର ହେବ ନାହିଁ। ଶତ୍ରୁତାର ପ୍ରାଚୀର ଲେଖା ଅଛି 14 ପଦରେ ଲେଖା ଅଛି, ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର। ସମଗ୍ର ମାନବ ଜାତି ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଇଯାଇଥିଲେ। ଯଦି କ୍ରୁଶରେ ଯୀଶୁ ବଳି ହେଇନଥାନ୍ତେ, ଏ ପ୍ରାଚୀର ଭାଙ୍ଗି ନଥାନ୍ତା, ଏ ଶତ୍ରୁତା ଦୂର ହେଇନଥାନ୍ତା। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ତା ମାନେ ପରମେଶ୍ୱରଙ୍କ ସହିତ ମଣିଷ ମିଳିବା ପାଇଁ ହେଲେ, ମଣିଷ ଆଉ ଥରେ ସାକ୍ଷାତ କରିବା ପାଇଁ ହେଲେ ଏଇ କ୍ରୁଶର ରକ୍ତରେ ହିଁ ଏ ପାପ ଦୂର ହେବ, ଏ ଅସୁଚିତା ଦୂର ହେବ। ଆଉ ଅନୁତାପ କରି ପାପ ଧୌତ ହେବା ଦ୍ୱାରା ଜଣେ ପାପୀ ମନୁଷ୍ୟ ପାପରୁ ରକ୍ଷା ପାଇବା ଦ୍ୱାରା ପବିତ୍ର ଈଶ୍ୱରଙ୍କ ସହିତ ସେ ମିଳିତ ହେଇପାରୁଛି। ଏହା ହେଉଛି କ୍ରୁଶର କର୍ମ, କ୍ରୁଶର ଶକ୍ତି। ନା କୌଣସି ସମ୍ପ୍ରଦାୟରେ ଏହା ଅଛି, ନା କୌଣସି ଧର୍ମରେ ଏହା ଅଛି। ଏହା କେବଳ ଖ୍ରୀଷ୍ଟଙ୍କ କ୍ରୁଶରେ ପାପୀ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ମିଳାଇ ଦେବା ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ପ୍ରଭୁଙ୍କ ଲୋକମାନେ ଏଣୁ କରି କ୍ରୁଶର କଥା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କ ପାଇଁ ଈଶ୍ୱରଙ୍କ ଶକ୍ତି ଅଟେ। ଶୈତାନ କେବେ ଚାହିଁବ ନାହିଁ କ୍ରୁଶର କଥା ପ୍ରଚାରିତ ହେଉ। ଏ କ୍ରୁଶର ରକ୍ତ ନିକଟରେ ଯଦି କିଏ ଅନୁତାପ କରି ଆସେ, ସେ ପୁନର୍ବାର ପରମେଶ୍ୱରଙ୍କ ସହିତ ମିଳିତ ହେଇଯାଏ। କ୍ରୁଶ ସ୍ୱର୍ଗ ପୃଥିବୀକୁ ଏକ କରିବାର ସେଇ ସୋପାନ ଯାହା ଯାକୁବ ଦର୍ଶନରେ ଲୁସ୍ରେ ରାତ୍ରି କ୍ଷେପଣ କରି ପଥରରେ ମୁଣ୍ଡ ରଖିକି ଶୋଇ ପଡିଥିଲେ। ଗଗନ ସ୍ପର୍ଶୀ ଗୋଟିଏ ସୋପାନକୁ ଦେଖିଲେ। ଦୂତମାନେ ଆରୋହଣ କରୁଛନ୍ତି ଆଉ ସ୍ୱର୍ଗରୁ ଅବରୋହଣ କରୁଛନ୍ତି। ସେଇ ସିଡି ଆଉ କିଛି ନଥିଲା, ଖ୍ରୀଷ୍ଟଙ୍କର କ୍ରୁଶ ଥିଲା। ଯେଉଁ କ୍ରୁଶ ଦ୍ୱାରା ପୃଥିବୀର ମନୁଷ୍ୟମାନେ ଆପଣାର ପାପରୁ ପରିଷ୍କୃତ ହୋଇ ସ୍ୱର୍ଗ ଯିବା ନିମନ୍ତେ ପଥ ପାଉଛନ୍ତି। ଆଉ ସ୍ୱର୍ଗରୁ ପବିତ୍ର ଆତ୍ମା ପରମେଶ୍ୱରଙ୍କ ଦୂତମାନେ ପବିତ୍ର ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ପୃଥିବୀକୁ ଆସୁଛନ୍ତି। ଯାହା ଯାକୁବ ଲୁସ୍, ଯାହାକୁ ପରେ ବେଥଲେହେମ ନାଁ ଦିଆଗଲା, ଯାହା ସେ ଦର୍ଶନରେ ଦେଖିଲେ, ପ୍ରଭୁଙ୍କ ଲୋକମାନେ ସେଇ ସହରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ। ଆଉ ସେ ସ୍ୱର୍ଗ ଯିବା ନିମନ୍ତେ ସୋପାନ ବା ସିଡ଼ି ବା ପାହଚ ସ୍ଥାପନ ହେଲା। ଯଦି କ୍ରୁଶ ନାହିଁ ତ ସ୍ୱର୍ଗ ଯିବା ନିମନ୍ତେ ରାସ୍ତା ନାହିଁ, ମନ ପରିବର୍ତ୍ତନ କରିବା ପାଇଁ ରକ୍ତ ନାହିଁ, ପାପରୁ ଫେରିବା ପାଇଁ ଉପାୟ ନାହିଁ। ଏଣୁ କ୍ରୁଶରେ ଜଣେ ବ୍ୟକ୍ତିକୁ ନର୍କରୁ ରକ୍ଷା କରିକି ରକ୍ତରେ ଧୌତ କରାଇ ପବିତ୍ର କରି ସ୍ୱର୍ଗ ନେଇଯିବା ନିମନ୍ତେ ଈଶ୍ୱରଙ୍କ ଶକ୍ତି। କ୍ରୁଶର ଚତୁର୍ଥ ଆଶୀର୍ବାଦ। କ୍ରୁଶରେ
चतुर्थ पंचम षष्ठ आशीर्वाद पढ़ी दिंतु गोटे जगार लेखा अच्छी गलातिय 3 अध्याय 13-14 पद। जीशु ख्रीष्टଙ୍କ हेतु अब्राहम आशीर्वाद जेपरी विजाति मानक प्रति वर्ते पुणी आमे माने जेपरी विश्वास हेतु प्रतिज्ञात आत्मा प्राप्त हेउ एथिपाई ख्रीष्ट आममानक निमंते अभिशप्त होई व्यवस्थार अभिशापरु आममानकु मूल्य दे मुक्त कले कारण लेखा अछि जे केही खुंटरे टंगा जाए से अभिशप्त। तीन गोटे आशीर्वाद जीशु ख्रीष्टଙ୍କ क्रूस द्वारा आमे प्राप्त हेउ एठारे लेखा अछि। नंबर 1 ख्रीष्टଙ୍କ हेतु अब्राहमଙ୍କର आशीर्वाद विश्वासी मानक प्रति वर्ते। ध्यान रे सुनिबे अब्राहमଙ୍କର आशीर्वाद परमेश्वर अब्राहम को प्रजावंत बहुवंश संभ्रांत धनवंत कले। अब्राहम को विश्वासी मानकर आदि पिता बोली नाम देले। अब्राहम को जेते आशीर्वाद देइछंती से सब आशीर्वाद आपण पाइबे किंतु ख्रीष्ट हेले रास्ता। तेरे ख्रीष्टଙ୍କ द्वारा अब्राहमଙ୍କର आशीर्वाद हमको मिलबा पाई यीशु ख्रीष्ट क्रूसरे झुलिले। नंबर 1 नंबर 2 विश्वास हेतु आमे जेपरि प्रतिज्ञात आत्मा पाओ तामाने अब्राहमଙ୍କ आशीर्वाद आमे विजाति माने जेपरि पाओ विश्वास हेतु प्रतिज्ञात आत्मा पाओ। नंबर 2 एथिपाई 14 पद आरंभ होची एथिपाई ख्रीष्ट खुंटरे टंगा गले। यह के प्रचार करंती नाही यदि ख्रीष्ट क्रूसरे टंगा जाई नथंते अब्राहम को आशीर्वाद क्रूस द्वारा आम निकट को आसी नथंता। ता माने अब्राहमଙ୍କର आशीर्वाद प्रत्येक विश्वासी पाइबे केवल ख्रीष्टଙ୍କ क्रूस द्वारा। तामाने यीशु ख्रीष्ट माध्यम हेई गले से क्रूसरे टंगा गले। यदि से टंगा जाई नथांते अब्राहमଙ୍କର आशीर्वाद आमे पाई नथांतु आमे अब्राहमଙ୍କ संतान हेई पारि नथांतु। परमेश्वर अब्राहम को मनोनीत कले आ अब्राहमଙ୍କର संतान भावरे आमको अधिकार देले आमको से वंशज कराइले। यदि ख्रीष्ट क्रूसरे रक्त झराई नथांते आमे से रक्त रे धौत होई नथांतु अब्राहमଙ୍କ वंश सहित आमर संपर्क स्थापन होई नथांता। ता माने अब्राहम को विश्वासी मानकर पिता बोली धार्मिक बोली नाम देले से धार्मिकता आमे पाई नथांतो जदि ख्रीष्ट क्रूसरे होत होई नथांते। ता माने अब्राहम को जेते आशीर्वाद देले धार्मिक बोली गणना कले बंधु बोली गणना कले संभ्रांत कले अब्राहम को परमेश्वर धार्मिकतार परिपूर्ण कले से सकल आशीर्वाद ख्रीष्टଙ୍କ क्रूस द्वारा आमन को मध्य प्रवाहित हुए। तामाने क्रूस नहीं तो अब्राहम को आशीर्वाद नहीं। चतुर्थ है पंचम केवल अब्राहम का आशीर्वाद पाई क्रूस नथिला प्रतिज्ञात आत्मा पाइबा निमंते क्रूसरे से झुलिले। षष्ठ कथा अभिशापर मूल्य देकी मुक्त करिबा पाई से क्रूसरे झुला गले। एहा को वर्णना करिबा पाई बहुत समय आवश्यक। अभिशाप गोटे छोट उदाहरण मैं आपको देवी। प्रभु दास अगस्टिन सेवा कुमार बिहार डेहरी अनशन रही सेवा करुछंती। किछि जारोज पिला मानंकु आवर्जना उठेकी आनिकी घरे पोसिकी मनुष्य करिछंती। जारोज जहार मां नहीं कि बापा नहीं अलिया गदारे पिला माने जन्म हेबा समय फोपड़ा जाइथिले तांको आनिकी घरे रखिकी पोसिकी मनुष्य करिकी खाद्य देई निज पुओ झियो मानक परि पशु पशु पिला माने जेतेबेले बड़ हेई गले
ए पिला मानकर ब्लड टेस्ट करागला सबू पिला माने HIV पॉजिटिव एड्स रोग आक्रांत प्रभु दास सेवा कुमार से मान को शिक्षा देले तुम माँ बापा मान को तुम्हें जान ना से माने बेश्या माने किंतु तुमको कुकुर खाई दे था साप कामुड़ी दे था तुम्हें मरी जाई था गोटे पिलार तो हाथ कुकुर खाई दे से बंची उठे आणिकी मनीष कले तुम्हें मरी जाए किंतु तुमको कहीं प्रभु बंचाइले तुम अभिशप्त अवस्था तुमको मुक्त करिकी तुमको से महान करने चाहती नाजरीत उत्तम विषय उत्पन्न से करि पारंती बहुत शिक्षा देला परे से पिला माने बय प्राप्त होइथिले से माने उपवास कले गोटे दिन उपवास प्रार्थना हैला से माने बुझी पारिले जे से माने अभिशप्त अटंती तांको रक्त रे अभिशाप अछि तांको देह रे मां बापांकर पापर रोग अछि से माने मरिबे जल्दी मरिबे किंतु प्रभु को दास से मान को उत्साहित करी कहिले यदि मरिबार था तुम्हें अलिया गदारे मरी जाई यदि प्रभु तुमको बंचाइले प्रभुଙ୍କର महत् कर्म हेबाकु जाउछि विश्वास करो से माने उपवास करी कांदिले गोटे दिन सकाळ रु संध्या जाए उपवास रे अछंती कांदुछंती प्रार्थना करूछंती अल्प समय बीती गला कांदू 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 हठात परमेश्वरकर आत्मा से मानक पर अधिष्ठान कला समस्त पवित्र आत्मा पाई गले समस्त पवित्र आत्मा रे पूर्ण हो गले आउ समस्त परभाषा करबा को लागिले आउ समस्त नुआ बल शक्ति पाई गले आर दिन जाइकी ब्लड टेस्ट कला बेले को आश्चर्य कथा आपण को विश्वास लागिबो नहीं किंतु एहा निराट सत्य अते आपण तांको पचारि पारंती से मानकर समस्तंकर रक्तर अभिशाप दूर हो जाइछि से मानकर HIV पॉजिटिव आ नाही यीशु को रक्त रे से श्राप खंडन हो जाइछि समस्त सुस्त हो जाइछि हालेलुया हालेलुया ए होछि यीशु को रक्तर शक्ति दुनिया डॉक्टर पाखरे ट्रीटमेंट नहीं मेडिकल साइंस हार मानी जाउछि HIV सामने किंतु यीशुंकर रक्तर शक्ति जो थारे विज्ञान हारी जाए सेठारे यीशुंकर रक्तर शक्ति काम करबा को आरंभ करे हालेलुया हालेलुया एनु करी पाउल कहले क्रूसर कथा परित्राण पाइबा लोक मानक पाई ईश्वरक शक्ति जने प्रभुक दासक घरे समस्त मूर्छा रोग धरी प्रभु कहले तुम घरे अभिशाप अच्छी सकाल संध्या जाए से माने उपवास कले तार आई कुछ मूर्छा रोग छला झियो को मूर्छा रोग मां को मूर्छा रोग उपवास कले प्रार्थना कले आउ दिन सारा कांदुचंती संध्या हला बेलको गोटे स्वर्गीय स्वर सुनिला तुम्भे माने अभिशाप मुक्त हलो से दिन ठारू आज जाए तांको घरे मूर्छा रोग देखा जाए ना कहीं मु कहूची जीशु आंभ मानकर निमंते जो अभिशाप थिला तार मूल्य से दे देइछंती क्रूसरे आउ से निजे अभिशप्त हेले आउ आमको अभिशाप मुक्त कले जदि कई भावुछ आमे वंशानुक्रम अभिशप्त तारे आपण क्रूसर रक्त को चाखी नांती कहारी कहारी परिवार रे अभिशाप एबे भी अछि मु कहिबा पई चाहे यदि वास्तव रे आपण यीशु क्रूस निकट को आसीबे पुरातन सब अभिशाप खंडन हेबो असफलतार सब अभिशाप खंडन हेबो वंशानुक्रम यदि रोगशाली आसी से रोग को आप जीशु रक्त रे खंडन करिवार आवश्यकता अछि आपण को पिला मान को ता नष्ट कर देबो अनेक फैमिली रे अनेक अभिशाप रहुछि केवल
ଯୀଶୁଙ୍କ ରକ୍ତରେ ଅଭିଶାପରୁ ମୁକ୍ତ ହେଇପାରିବେ। ବିହାର ରାଜ୍ୟରେ ବହୁତ ଭୟଙ୍କର ଭୟଙ୍କର ଆଶ୍ଚର୍ଯ୍ୟ କର୍ମ ପ୍ରଭୁଙ୍କ ଦାସମାନଙ୍କ ଦ୍ୱାରା ଦେଖାଯାଉଛି। ହିଲିଂ କଥା ମୁଁ କହୁନାହିଁ, ଘର ମାନଙ୍କରେ ଅଭିଶାପ ରାଜତ୍ୱ କରୁଥିବା ଘରେ ଯୀଶୁଙ୍କ ରକ୍ତର ଶକ୍ତିକୁ ଘୋଷଣା କରି ଅଭିଶାପକୁ ଖଣ୍ଡନ କରିବା ଦ୍ୱାରା ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆସୁଛି। ହାଲେଲୁୟା। ଯଦି କେହି ଜୀବନରେ ବଢି ପାରୁନାହାନ୍ତି, ଅଭିଶାପର ଗୋଟିଏ ଯୋଡ଼ିଏ କଥା ମୁଁ କହିବି। ପ୍ରଥମ ଅଭିଶପ୍ତ ପ୍ରାଣୀ ହେଲା ସର୍ପ। ସେ କେବେ ଆଉ ଉଠି ପାରିବ ନାହିଁ, ପେଟରେ ଚାଲିବ। ଜୀବନରେ ଯଦି ଆପଣ ଉଠି ପାରୁନାହାନ୍ତି, ବଢି ପାରୁନାହାନ୍ତି, ଉନ୍ନତି କରିପାରୁନାହାନ୍ତି, ଏହା ଏକ ଅଭିଶାପ ଅଟେ। ଭୂମି ଆଉ ବଳଦି ସେବା କରିବ ନାହିଁ, ଉର୍ବର ହେବ ନାହିଁ। କାହିଁକି? ଭୂମି ରକ୍ତପାନ କରି ଅଭିଶପ୍ତ ହେଇଛି। ତା ମାନେ ଆପଣ ଯେତିକି କରିବା କଥା କରିପାରୁନାହାନ୍ତି, ଫେଲିୟର ହଉଛନ୍ତି, ତାହା ଗୋଟିଏ ଅଭିଶାପ ଅଟେ। ଗିହେଜୀର ବଂଶାନୁକ୍ରମେ ରୋଗ ଲାଗି ରହିଲା, ତାହା ଗୋଟିଏ ଅଭିଶାପ ଅଟେ। ଯଦି ଜୀବନରେ କିଛି ବି ଅଭିଶାପ ଅଛି, ଗୋଟିଏ ଦିନ ଉପବାସ କରନ୍ତୁ, କାନ୍ଦନ୍ତୁ। କୌଣସି ମହାନ ସେବକର ହାତ ରଖିବା ଆବଶ୍ୟକ ପଡିବ ନାହିଁ। ରଖିବାର ଅଛି, ରଖିପାରନ୍ତି, କିନ୍ତୁ ନିଜ ଉପବାସ କରନ୍ତୁ। ସବୁ ପାପ ନିମନ୍ତେ ଅନୁତାପ କରି ଛାଡ଼ନ୍ତୁ। ଆଉ ନିଜେ ଯେହେତୁ କୃଷ ନିକଟକୁ ଯିବା ପାଇଁ ଭାୟା ମିଡିଆ ଦରକାର ନାହିଁ, ଯେହେତୁ ସେ ସବୁ ପ୍ରତିବନ୍ଧକର ପରଦାକୁ ଚିରି ଦେଲେ ଆମେ ସାହସରେ ତାଙ୍କ ନିକଟକୁ ଯାଇପାରିବା, ଆମେ ସମସ୍ତେ ପହଞ୍ଚି ପାରିବା। ଆଉ ସେ ରକ୍ତକୁ ଦାବି କରି ସବୁ ଅଭିଶାପକୁ ଆମେ ଖଣ୍ଡନ କରିପାରିବା। ହାଲେଲୁୟା, ହାଲେଲୁୟା। ଏ ହେଉଛି ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତର ଶକ୍ତି। କିନ୍ତୁ ଦୁର୍ଭାଗା ଲୋକମାନେ ଘରେ ସବୁ ଶକ୍ତି ଥାଇକି ବ୍ୟବହାର କରି ଜାଣିନାହାନ୍ତି। ବ୍ୟବହାର କରିବା ଶିଖନ୍ତୁ। କୃଷ ନିକଟକୁ ଯିବା ପାଇଁ ହେଲେ ଅନୁତପ୍ତ ମନ, ସମର୍ପିତ ମନ, ଶରଣାଗତ ମନ, ପବିତ୍ର ମନ ସହିତ କୃଷର ରକ୍ତରେ ଶାନ୍ତିକୁ ଦାବି କରନ୍ତୁ। କୃଷର ରକ୍ତରେ ବିଜୟକୁ ଘୋଷଣା କରନ୍ତୁ। କୃଷର ରକ୍ତ ଏକତା ଆଣିଦିଏ। କୃଷର ରକ୍ତରେ ଅଭିଶାପ ଖଣ୍ଡନ ହୁଏ। କୃଷର ବଳିଦାନ ଦ୍ୱାରା ଅବ୍ରାହମଙ୍କୁ ଆଶୀର୍ବାଦ ଆସେ। କୃଷର ବଳିଦାନ ଦ୍ୱାରା ଆମେ ପବିତ୍ର ଆତ୍ମା ପାଇବା ପାଇଁ ଯୋଗ୍ୟ ହେଇଯାଉ। କୃଷର ଶେଷ କଥା, ପାଉଲ କହିଲେ ଖ୍ରୀଷ୍ଟଙ୍କ ସହିତ ମୁଁ କୃଷରେ ହତ ହେଇଛି। କୃଷ ଦ୍ୱାରା ମୁଁ ଜଗତ ପ୍ରତି, ଜଗତ ମୋ ପ୍ରତି। ପଢିବା ଦରକାର ନାହିଁ ଗଲାତୀୟ 6:14, ଗଲାତୀୟ 2:20, ଗଲାତୀୟ 5:24, ରୋମିଓ 6:6-7। ଖ୍ରୀଷ୍ଟଙ୍କ କୃଷରେ ଆମ ମାନଙ୍କର ଅଭିଳାଷ, କାମନା, ଆମର ମାଂସିକତା, ଜାଗତିକତା, ପୁରାତନ ସ୍ୱଭାବ ମାରିବାର ଗୋଟିଏ ମାତ୍ର ସ୍ଥାନ ଖ୍ରୀଷ୍ଟଙ୍କ କୃଷ। ତାମାନେ ଶାରୀରିକ କାମ କଥା, ଅଭିଳାଷ, ପାପ, ମୋହ, ମାୟା, ସାଂସାରିକତା ସବୁକୁ ଯଦି ମାରିକି ସମ୍ପୂର୍ଣ୍ଣ ପବିତ୍ର ଜୀବନ ବିତେଇବା ପାଇଁ ଚାହୁଁଛନ୍ତି, କୃଷ ନିକଟରେ ଯାଇକି ସମର୍ପଣ କରନ୍ତୁ। ପାଉଲ ତାହାକୁ ବୁଝିଥିଲେ। ଆଉ ସେ କହିଲେ ଖ୍ରୀଷ୍ଟଙ୍କ କୃଷରେ ମୁଁ ହତ ହୋଇଅଛି। କେବେ ଆମେ ଅନୁଭବ ପାଇବା? ମୁଁ ଦୀର୍ଘ ବର୍ଷରୁ ପ୍ରାର୍ଥନା କରି ଆସୁଅଛି, ପ୍ରଭୁ ମୁଁ ବି ସେ କୃଷରେ ହତ ହେବାର ଅନୁଭୂତି ପାଇବାକୁ ଚାହେଁ। କାହିଁକି? ଜଣେ ଯଦି ହତ ହେଇଗଲା, ସେ ମରିଗଲା। ମରିଯିବା ଲୋକ ଆଉ ପାପ କରିପାରିବ ନାହିଁ। ଯେହେତୁ ମୃତ ହେଇଯିବ ସେ ସଂସାର ପ୍ରତି, ତାମାନେ ପାପ ପ୍ରତି ମୃତ ହେବାର ଆଶୀର୍ବାଦ ଖ୍ରୀଷ୍ଟଙ୍କ କୃଷ ଛଡା ନାହିଁ। ପବିତ୍ରତାର ସ୍ରୋତ ହେଉଛି କୃଷ, ଶାନ୍ତିର ସ୍ରୋତ ହେଉଛି କୃଷ, ବିଜୟର ଯାତ୍ରା ଆରମ୍ଭ ହେଇଛି କୃଷରେ, ଅଭିଶାପ ଖଣ୍ଡନ ହୁଏ କୃଷରେ, ଶୟତାନର ମସ୍ତକ ଚୂର୍ଣ୍ଣ ହୁଏ କୃଷରେ, ରକ୍ତ ଝରାଇ ସେ ରକ୍ତରେ ପାପ ଧୋଇ ହେଇଯାଏ କୃଷିୟ ରକ୍ତରେ। ଏତେ ସବୁ ଆଶୀର୍ବାଦ ଥାଇକି ଯଦି ଆମେ ସେ କୃଷର ନିକଟକୁ ଯାଉନାହୁଁ, ପ୍ରାର୍ଥନା କରିକି ତାହା ପାଉନାହୁଁ, ତାହେଲେ ଆମ ଠାରୁ ବଡ ଫଟା କପାଳିଆ
କେହି ନାହାନ୍ତି। ଆମେ କେବଳ ନାମରେ ଖ୍ରୀଷ୍ଟିଆନ ନ ହେଉ, କ୍ରୁଶକୁ ଧରିକି ଚାଲୁ, କ୍ରୁଶକୁ ଅନୁଭବ କରୁ, କ୍ରୁଶକୁ ବ୍ୟବହାର କରୁ। ଯଦି ତାହା ନାହିଁ ତାହେଲେ ଆମେ ମଧ୍ୟ ସେମାନଙ୍କ ମଧ୍ୟରେ ସ୍ଥାନ ପାଇବୁ, ବିନାଶ ପ୍ରାପ୍ତ ହେବା ଲୋକ। କ୍ରୁଶର କଥାକୁ ଜାଣିନାହାନ୍ତି। ବଡ଼ ଦୁଃଖର କଥା, ଆମ ସମୁଦାୟ ସମ୍ପ୍ରଦାୟରେ ମଧ୍ୟ କ୍ରୁଶର ନିକଟବର୍ତ୍ତୀ ହେଇ ସମୟ ବିତାଇବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। এই ରାତ୍ରିରେ ମୁଁ 5 ମିନିଟ ଆପଣଙ୍କ ସହିତ ପ୍ରାର୍ଥନାରେ ସମୟ ବିତାଇବାକୁ ଚାହେଁ। ଯଦି କେହି ଅନୁଭବ କରୁଛନ୍ତି ଆପଣଙ୍କ ଜୀବନରେ ଅଭିଶାପ କାର୍ଯ୍ୟ କରୁଛି, ଅନୁଭବ କରୁଛନ୍ତି ଘରେ ଅଭିଶାପ ଅଛି, ଯଦି ଅନୁଭବ କରୁଛନ୍ତି ଘରେ ଅଶାନ୍ତି ଅଛି, ଶୟତାନ ରାଜତ୍ୱ କରୁଛି, କେବଳ କ୍ରୁଶୀୟ ରକ୍ତରେ ଏସବୁର ସମାଧାନ ହେଇପାରିବ। ଆସନ୍ତୁ ଆପଣ ଚକ୍ଷୁ ବନ୍ଦ କରନ୍ତୁ। ଯଦି ଆପଣ ଆଣ୍ଠେଇବାକୁ ଚାହିଁବେ ଆପଣ ଆଣ୍ଠେଇ ପାରନ୍ତି। ଯେହେତୁ କ୍ରୁଶର କଥା ବିନାଶ ପ୍ରାପ୍ତ ହେବା ଲୋକମାନଙ୍କ ନିମନ୍ତେ ମୂର୍ଖତା, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ତାହା ଈଶ୍ୱରଙ୍କ ଶକ୍ତି। ସେ ରକ୍ତ ଆମର ସମସ୍ତ ବିଗିଡ଼ି ଯାଇଥିବା ଜୀବନକୁ ସଜାଡ଼ି ଦେଇପାରେ। ଆସନ୍ତୁ ଚକ୍ଷୁ ବନ୍ଦ କର, ସମସ୍ତ ଚକ୍ଷୁ ବନ୍ଦ କର, ପ୍ରାର୍ଥନା କର। କ୍ରୁଶୀୟ ରକ୍ତରେ ଶୟତାନ ପରାଜିତ ହୁଏ। କ୍ରୁଶୀୟ ରକ୍ତରେ ଆମମାନଙ୍କ ଅଭିଶାପ ଦୂର ହୁଏ। तेरे लहू से पाप धोता हूं, तेरे लहू से पाप धोता हूं, क्यों बढ़ता जा मैं कम होता हूं, तू बढ़ता जा मैं कम होता हूं। तेरा लहू है मैल का पैगाम, तेरे लहू में सब चैनारा, तेरे लहू से बने बिगड़े का, तेरे लहू से बने बिगड़े का, खुद को लहू में डुबोता हूं, खुद को लहू में डुबोता हूं, तू बढ़ता जा मैं कम होता हूं, तू बढ़ता जा मैं कम होता हूं। प्रभुଙ୍କ ଲୋକମାନେ ଯଦି ଆପଣ ଅନୁଭବ କରୁଛନ୍ତି ଜୀବନ ଅଶାନ୍ତ ଅଟେ, ଅନୁଭବ କରୁଛନ୍ତି ଜୀବନରେ ଅଭିଶାପ ଅଛି, ଅନୁଭବ କରୁଛନ୍ତି ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଅଛି, এই କ୍ରୁଶ ନିକଟରେ ଆସି ଅନୁତାପ କରନ୍ତୁ। ସେ କ୍ରୁଶୀୟ ରକ୍ତ ନିମନ୍ତେ ଡାକ ପକାନ୍ତୁ। ହୃଦୟ କଠିନ କରନ୍ତୁ ନାହିଁ, ତାଙ୍କ ରକ୍ତର ଶକ୍ତି ଆପଣଙ୍କୁ ମୁକ୍ତ କରିପାରିବ।
যদি কেହି অনুତାপ କରି କୃଷ୍ୟ ରକ୍ତର ନିକଟବର୍ତ୍ତୀ ହୁଏ, ସେଇ ରକ୍ତ ତାହାକୁ ନୂଆ ଜୀବନ ଦେବ, ଶୟତାନର ବନ୍ଧନରୁ ମୁକ୍ତ କରିବ। ସେଇ ରକ୍ତରେ ବିଶାଳ ଶକ୍ତି ଅଛି। ତୁମର କତେ ଦିଅ ଧୋଇ ସଜାଡ଼ି ଦିଅ ହୃଦୟଟି, ସଜାଡ଼ି ଦିଅ ଜୀବନଟି। ପକାଇ ଦେଇ କୃଷ୍ୟର କତେ ସଜାଡ଼ି ଦିଅ। ହେ ପ୍ରଭୁ ମୋତେ ପକାଳି ଦେଇ କୃଷ୍ୟର କତେ ସଜାଡ଼ି ଦିଅ। ହେ ଯୀଶୁ ମୋତେ ତୁମ ବିନା ସାହା ନାହିଁ। Yes, Lord. ତୁମ ବିନା ମୁଁ ସାହା ନାହିଁ, ତୁମ ବିନା ମୋ ଜୟ ନାହିଁ, ତୁମ ବିନା ମୋ ରକ୍ଷା ନାହିଁ। ସ୍ୱର୍ଗୀୟ ପିତା, এই ସମୟରେ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ତୁମ କୃଷ୍ୟ ରକ୍ତରେ ଯେଉଁ ବିଜୟ ଅଛି, সেই ରକ୍ତରେ ଯେଉଁ ଶାନ୍ତି ଅଛି, সেই ରକ୍ତରେ ଯେଉଁ ମୁକ୍ତି ଅଛି, ଯେଉଁ ଶ୍ରାପରୁ ସ୍ୱତନ୍ତ୍ରତା ଅଛି, ଯେଉଁ ପବିତ୍ରତା ଅଛି, সেই ରକ୍ତର ଶକ୍ତିକୁ এই ସମୟରେ ଢାଳି ଦିଅ ରାଜା। ସ୍ୱର୍ଗ ଖୋଲା ହେଇଯାଉ, କୃଷ୍ୟ ରକ୍ତର ଶକ୍ତି ଏଠାରେ ଢଳା ଯାଉ। ଯଦି କାହାରି ଜୀବନରେ ଶ୍ରାପ ଅଛି, ପାପ ଅଛି, ଶୟତାନର ବନ୍ଧନ ଅଛି, କୃଷ୍ୟ ରକ୍ତକୁ ଆମେ ଘୋଷଣା କରୁଛୁ, ଯୀଶୁଙ୍କ ରକ୍ତରେ ଶ୍ରାପ ସକଳ ଖଣ୍ଡନ ହେଉ, ଯୀଶୁଙ୍କ ରକ୍ତରେ ଶୟତାନର ବନ୍ଧନ ଛିଣ୍ଡି ଯାଉ, ଯୀଶୁଙ୍କ ରକ୍ତରେ ଶୟତାନର ସମସ୍ତ ଚାତୁରୀ ଖଣ୍ଡନ ହେଉ। ହାଲେଲୁୟା। ସ୍ୱର୍ଗୀୟ ପିତା, ତୁମ ଲୋକମାନଙ୍କୁ ତୁମର କ୍ରୁଶର ମହତ୍ୱକୁ ଜୀବନରେ ଅନୁଭବ କରିବା ପାଇଁ ସାହାଯ୍ୟ କର ପ୍ରଭୁ। କ୍ରୁଶର କଥା କେବଳ କାହାଣୀ ଭାବରେ ନ ଜାଣି ଅନୁଭୂତିରେ ଲୋକ ଜାଣନ୍ତୁ, ତୁମର କ୍ରୁଶର ସନ୍ତାନ ହେଉନ୍ତୁ, କ୍ରୁଶର ସାକ୍ଷୀ ହେଉନ୍ତୁ, କ୍ରୁଶର ମହତ୍ୱକୁ ବୁଝନ୍ତୁ। ଯଦି କେହି ସମର୍ପିତ ହେଉଛନ୍ତି, ସେମାନଙ୍କ ଜୀବନରେ ତୁମର କ୍ରୁଶର ଶକ୍ତି ପ୍ରଭୁ ତୁମେ ଢାଳି ତୁମ ଲୋକମାନେ କ୍ରୁଶର ଆଶୀର୍ବାଦରେ ପୂର୍ଣ୍ଣ ହୁଅନ୍ତୁ। ପିତା ପୁତ୍ର ଧର୍ମାତ୍ମାଙ୍କ ନାମରେ ପ୍ରତ୍ୟେକଙ୍କ ନିମନ୍ତେ ଆଶୀର୍ବାଦ ଘୋଷଣା କରି ସମସ୍ତ ଗୌରବ ମହିମା ସମ୍ଭ୍ରମ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ସମସ୍ତେ ବସିଯାନ୍ତୁ।